हेलो हाय फ्रेंड्स नमस्कार जय जगन्नाथ। आजिकल किए कहार कहतु ना माने जोठी निज बाप माँ भी पिलांकर हाथ छाड़ी दौंती कहीं गोटे माने पुओ छोट बड़ू तांकर केते कौन करथिबो माने निजे भौणी मानकु बाहागर करी निजे घर तोली निजे सबू करी माने बाप माँ आजिकल केमिति जण माने पुअर जदि देह खराब हो गला ना माने माँ कहबो मु किडनी देबिनी बापा कहबो मु जमी बिकेई देबिनी भाविले केते कष्ट लाଗୁଥିବ ସେ ପୁଅକୁ ଯେଉଁ ଝିଅ ପାଇଁ ସେ କିଛି କରିନଥିବ ନା ତୁଇ ହାତ ଧରିକି ଆଇଥିବ କିନ୍ତୁ ସିଏ ରାଜି ଥିବ ଦେବା ପାଇଁ କିନ୍ତୁ ନିଜ ବାପ ମା ଆମେ ମେଡ଼ିକାଲରେ ବି ମାନେ ଡକ୍ଟର ବି କହିଲେ ଯେ କେଉଁଠି ବାପ ମା ହାତ ଛାଡ଼ିଦେବେ କେଉଁଠି ସ୍ତ୍ରୀ ହାତ ଛାଡ଼ିଦେବ କେଉଁଠି ମାନେ ମାନେ ଭାଇ ହାତ ଛାଡ଼ିଦେବ କିନ୍ତୁ ମୁଁ କେବେ ବିଶ୍ୱାସ କରୁନଥିଲି କିନ୍ତୁ ଆମ ସାଥିରେ ସେଇଟା ରିଏଲରେ ଘଟିଥିଲା ମାନେ ମାନେ ଆମ ଘର ପରିସ୍ଥିତି ଏମିତି ଥିଲା ନା ସେତେବେଳେ ବାପ ମା ମାନେ ମାନେ ଯେଉଁମାନେ ନିଜେ କହିବା କଥା ଯେ ମାନେ ଆମେ ହିଁ ଦେବୁ ଗୋଟେ ସ୍ତ୍ରୀ ହାତ ଛାଡ଼ିକି ପଳେଇବା କଥା ନା ସେଠି କିନ୍ତୁ କ'ଣ ହେଲା ନା ବାପ ମା ହାତ ଛାଡ଼ିଦେଲେ ଗୋଟେ ପୁଅକୁ କେମିତି ବାଧିଥିବ କୁହନ୍ତୁ ନା ମାନେ କେଉଁ ଭଳିଆ ପରିସ୍ଥିତି କ୍ରିଏଟ୍ ହେଇଥିବ ମାନେ ତାର ଚାରିଟା ଜୀବନ ଗୋଟେ ହେଉଛି ସ୍ତ୍ରୀ ତା ଜୀବନ ନଷ୍ଟ ଯୋଡ଼େ ଯୋଡ଼େ ଛୁଆ ତା ଜୀବନ ନଷ୍ଟ ମାନେ ସେ ପୁଅ କ'ଣ ନ କରିଥିବ ଲାଇଫ୍ରେ ଛୋଟବେଳୁ ସେମାନଙ୍କ ପାଇଁ କରି 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 ତା ପାଇଁ ସେ କିଛି ସଞ୍ଚୟ ବି କରିନଥିବ ସମସ୍ତଙ୍କ ପାଇଁ ସାରିଦେବ କିନ୍ତୁ ଦେଖିଲା ବେଳକୁ ତାର ଯେତେବେଳେ ଦେହ ଖରାପ ହେବ ସେଇଠି ତା ବାପ ମା ହାତ ଛାଡ଼ିଦେବେ ମାନେ କେତେ କଷ୍ଟ ହେଉଥିବ ସେମାନଙ୍କୁ ଆଜିକାଲି ଦୁନିଆଟା କେତେ ସ୍ୱାର୍ଥପର ମଣିଷ ତ ବିଶ୍ୱାସ କରିବ କାହାକୁ ବିଶ୍ୱାସ କରିବ ଯେଉଁଠି ବାପ ମା ବି ସ୍ୱାର୍ଥ ଦେଖିନାହାନ୍ତି ସେଠି ପିଲା କାହା ଉପରେ ଭରସା କରିବ କାହାକୁ ବିଶ୍ୱାସ କରିବ କେମିତି ଆଜିକାଲି ଦୁନିଆରେ ଲୋକମାନେ ଅଛନ୍ତି ମାନେ ପୁଅ ପାଇଁ ବି ମାନେ ଚିନ୍ତା କରୁନାହାନ୍ତି ଗୋଟେ ପୁଅ ଯଦି ହେଇଥିବ ମାନେ ତା ବାପା ମା ଯଦି ତାକୁ ଏମିତି କରିବେ ତାହେଲେ ସେ କେମିତି ତାକୁ ଲାଗିଥିବ ହଁ ସେ କିଛି ନ କରିଥାନ୍ତା କି ଛୋଟବେଳୁ ତମମାନଙ୍କ ପାଇଁ କରି 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 ତା ନିଜ ପାଇଁ ବି କିଛି ସେ ସଞ୍ଚୟ କରିନଥିଲା ତା ଯେଉଁ ତା ସାଥିରେ ତା ପିଲା ଆସିକି ତାଙ୍କ ପାଇଁ ବି କିଛି ଟଙ୍କାରେ ସଞ୍ଚୟ କରିନି ଆଜି ତାର ଦେହ ଖରାପ ହେବ ତମମାନେ କହିବ ନା ଆମେ ଜମି ବିକେଇ ଦେବୁନି ନା ମାନେ କିଛି କରେଇ ଦେବୁନି ସେଠି କେତେ କଷ୍ଟ ହେଉଥିବ କେମିତି ଗୋଟେ ଝିଅ ଯାହାର ବାପ ଘର ସପୋର୍ଟ ନଥିବ ସିଏ କେଉଁଠୁ ଆଣିବ ଆରେ ତମ ପୁଅ ବଞ୍ଚିଲେ ତ ତମ ପାଇଁ ଭଲ ମାନେ ଭାବୁଥାନ୍ତୁ ଗୋଟେ କିଡ଼ନୀ ଖରାପ ଲୋକ ଯଦି ଏଇଭଳିଆ ପରିସ୍ଥିତି ଦେଇ ଗତି କରିବ ତା ପରିବାର ଲୋକ ତାର ହାତ ଛାଡ଼ିଦେବେ ତାହେଲେ ତାକୁ କେତେ କଷ୍ଟ ହେବ ମାନେ କେତେ ସ୍ୱାର୍ଥପର ଦୁନିଆ ଆପଣମାନେ ଚିନ୍ତା ବି କରିପାରିବେନି ଆଜିକାଲି କାହାକୁ ବିଶ୍ୱାସ କରିହେବନି କେହି କିନ୍ତୁ ମାନେ ଏତେ କଷ୍ଟ ଲାଗେ ସେ ସମୟଟା ନା ମାନେ ଗୋଟେ ସ୍ତ୍ରୀ କରିବ ତ କରିବ କ'ଣ ମାନେ ନା ତା ପାଖରେ ପଇସା ଅଛି ନା ତା ପିଲା ଛୋଟ ନା ତା ସ୍ୱାମୀ ରୋଜଗାର କରିପାରୁଛି ସିଏ ତାର ମାସକୁ 40,000 ଟଙ୍କା ଖର୍ଚ୍ଚ ଗୋଟେ ଟଙ୍କା 2 ଟଙ୍କା ନୁହଁ ମାସକୁ ଗୋଟେ ଡାଇଲୋସିସ୍ ହେଲେ 40,000 ଟଙ୍କା ତା ଦେହରେ ଟେଷ୍ଟ ଫେଷ୍ଟ ମାନେ ଡାଇରେକ୍ଟ ମନା କରିଦେବେ ନା ଆମେ ଦେବୁନି କିଡ଼ନୀ ଆମେ ପଛେ ଭିକ ମାଗି ଖାଇବୁ ନା ଆମେ କିଡ଼ନୀ ଦେବୁନି ଏମିତି କେଉଁଠି ଅଛନ୍ତି ଦୁନିଆରେ ବାପା ମା ଯେ ଏମିତି କହିପାରିବ ହଁ ମେଡ଼ିକାଲ ଯାଇଥାନ୍ତ ତମେ ଟେଷ୍ଟ କରିଥାନ୍ତ ଯଦି ନ ମ୍ୟାଚ୍ କରିଥାନ୍ତ ନାହିଁ ସେଇଟା ତ ଭାଗ୍ୟ ତମେ ଏଇଠୁ ଘର ପୁଅ କହୁ କହୁ ମାନେ ଡକ୍ଟର ମେଡ଼ିକାଲରେ କହିଲେ ଯଦି ତାଙ୍କ ବାପା ମା ଅଛନ୍ତି ତାଙ୍କୁ କୁହ ଦେବା ପାଇଁ ମାନେ ସେଠୁ ମୁଁ ବି ତ ଫୋନ୍ କରି କହିଲି ସେ କୁଣ୍ଠେଇକି ହଁ ମାରିଥିଲେ କିନ୍ତୁ ଯେତେବେଳେ ପୁଅ ଆସିକି ପଚାରିଲା ନା ଡାଇରେକ୍ଟ ମନା କରିଦେଲେ କହିଲେ ନା ଆମେ କିଡ଼ନୀ ଦେବୁନି ଆମେ ପଛେ ଭିକ ମାଗି ଖାଇବୁ କିଡ଼ନୀ ଦେବୁନି ମାନେ ସେଠି କେମିତି ସେ ପୁଅର ମୁଣ୍ଡ କ'ଣ ହେଉଥିବ ଯେଉଁମାନଙ୍କ ପାଇଁ ସେ ତା ସାରା ଜୀବନଟାକୁ ମାନେ ଅଧା ଜୀବନ ତ୍ୟାଗ କରିଦେଲା ସେମାନଙ୍କ ପାଇଁ ସେମାନେ ଯଦି ତାକୁ ତାର ଏଡ଼ ବଡ଼ ଦୁଃଖ ସମୟରେ ମାନେ ତାକୁ ଯଦି ଏମିତି କହିବେ ତ କେତେ କଷ୍ଟ ଲାଗୁଥିବ କୁହନ୍ତୁ ନା ମାନେ କିଭଳି ଆଜିକାଲି ଦୁନିଆ ଆଜିକାଲି କାହାକୁ ଭରସା କରିବ ଯେଉଁଠି ବାପ ମା ନୁହଁ ସେଠି ଆଉ କିଏ କାହାର ଦୁନିଆରେ କହନ୍ତିନି ସବୁଠାରୁ ମାନେ ବଡ଼ ହେଉଛି ବାପ ମା ଆଉ ବିନା ସ୍ୱାର୍ଥରେ ଯଦି କିଏ ଭଲ ପାଉଥିବ ସିଏ ହେଲା ବାପ ମା ଆଉ ସିଏ ଯଦି ଯେତେବେଳେ ତାଙ୍କ ସ୍ୱାର୍ଥ ଖୋଜିବେ ସେ ଆଗକୁ ଚିନ୍ତା କରିବେ ତାଙ୍କର କ'ଣ ମାନେ ଯିଏ ବର୍ତ୍ତମାନ କରିଛି ସେ ଆଗକୁ ତମର କରିବନି ସେଠି ଯେତେବେଳେ ଆଉ ତମେ ତ ତାକୁ ହିଁ ମାରିଦେବ ତାହେଲେ ତା ତିନିଟା ଆଉ ମାନେ ଜୀବନକୁ ବି ମାରିଦେବ ଚାରିଟା ଜୀବନ ମାରିଦେବ ତାହେଲେ ସେଠି କେମିତି ସେ ପରିବାର ରହିବ ତମମାନଙ୍କ ତ ଜୀବନ ସରିଗଲାଣି ଯଦି ତାର ଜୀବନଟା ଆରମ୍ଭ ହଉ ତା ପିଲାଙ୍କ ଜୀବନ ଆରମ୍ଭ ହଉ ନା ତମେ ତା ଜୀବନଟା ସେଥିରେ ଖେଳିବ ତାକୁ କେତେ କଷ୍ଟ ହେବ ମାନେ ଆଉ ଦୁନିଆରେ କାହାକୁ ବିଶ୍ୱାସ କରିବ କୁହନ୍ତୁ ନା ସବୁଠାରୁ ନିଃସ୍ୱାର୍ଥ ଭଲ ପାଇବା ହେଉଛି ବାପା ମାଆଙ୍କର ବାପା ମାଆଙ୍କ ଜାଗା ଶାସ୍ତ୍ର କିଛି କେହି ନେଇପାରିବେନି ଆମର ପ୍ରଥମ ଠାକୁର ହେଲା ବାପା ମା କିନ୍ତୁ ବାପା ମା ଯଦି ଆମ ସାଥିରେ ଏମିତି କରିବେ ତାହେଲେ କେମିତି ଲାଗିବ ସେ ପୁଅଟା ଯଦି ବାହା ନ ହେଇଥାନ୍ତା ବାଡ଼ଉଥାନ୍ତା ତାହେଲେ ତ ତମେ ମାରି ଦେଇଥାନ୍ତ ତାକୁ
ଆଉ ଯେହେତୁ ତମେ କିଡ଼ନୀ ଦେବାକୁ ମନା କରିଦେଉଛ, ଜମି ବିକିବାକୁ ମନା କରିଦେଉଛ, ତାହେଲେ ସେ ଲୋକଟା କେମିତି ବଞ୍ଚିବ? କେଉଁ ଇଏରେ ବଞ୍ଚିବ ମୋତେ କୁହନ୍ତୁ ନା। ଆଜି ମୋ ପାଇଁ ତ ସେ କିଛି କରୁନଥିଲେ, ମୁଁ କାହିଁ ବିନା ନା, ମୋ ସ୍ୱାମୀ ମୋର ବଞ୍ଚିବା ଦରକାର ମୋ ପାଇଁ। ସେଣିକି ଯାହା ହବ, ମୁଁ ମୋ ନିଜ ଜୀବନକୁ ବି ଦେଖିଲିନି ତାଙ୍କ ପାଇଁ। ମୁଁ ନା, ତାଙ୍କୁ ମୁଁ ଯେକୌଣସି ପରିସ୍ଥିତିରେ ଯେମିତି ବାଟ ଧରି ତାଙ୍କୁ ବଞ୍ଚେଇବି। କିନ୍ତୁ ଇଏ ବାପା ମାଆଙ୍କ ପାଇଁ କ'ଣ ନ କରିବା। ଛୋଟବେଳୁ ବାପାଙ୍କ ମୁଣ୍ଡ ଦୋଷ, ମାନେ ଯାଇକି ନବମରେ ପଢ଼ୁଥିଲେ, ପାଠ ପଢ଼ୁଥିଲେ। 14 ବର୍ଷରୁ ଗୋଟେ ଲୋକ ଖଟି ଖଟି 14 ବର୍ଷରୁ ତ ସେ 26 ବର୍ଷ 27 ବର୍ଷ ଯାଇକି ଖଟିଥିବ, ତା ଜୀବନରେ କିଛି ନୁହଁ, କିଛି ତ କରିନଥିଲା, ଘର ବି କରିନଥିଲା, କିଛି କରିନଥିଲା। ସେ ଭଉଣୀମାନଙ୍କୁ ବାହାର କରି ତମମାନଙ୍କୁ ଦେଖିଥିଲା ନା ନାଇଁ, ତା ପାଇଁ ନିଜ ବି ସଞ୍ଚୟ କିଛି କରିନଥିଲା। ମାନେ ତାର ଯେତେବେଳେ ଆଜି ଅସୁବିଧା ପଡ଼ିଗଲା ନା, ତମେ ଏତେ ଜଲ୍ଦି ହାତ ଛାଡ଼ିଦେବ ତାର? ତାକୁ କେତେ କଷ୍ଟ ହୁଏ। ସେ ଲୋକଟା ମାନେ କାହା ଆଶ୍ରୟ ହେବ? ଗୋଟେ ପର ଝିଅ ହାତ ଛାଡ଼ିଦେବା ନା ସହଜ କଥା, କାହିଁକିନା ସିଏ ଛାଡ଼ିଦେବ, ତା ପାଇଁ ଅପସନ୍ ଅଛି। କିନ୍ତୁ ବାପା ମାଆ କେବେ ଛାଡ଼ିବା ମୁଁ ଦେଖିନି। ମାନେ ଏମିତି ଦୁନିଆରେ କେହି ବି କରିବେନି। ଯେତେବେଳେ ତା ପୁଅର ଦେହ ଖରାପ ହେବ ନା, ପଛେ ତା ସ୍ତ୍ରୀ ଛାଡ଼ିକି ପଳେଇବ, ମୁଁ ଶୁଣିଛି, କିନ୍ତୁ ବାପା ମାଆ ଛାଡ଼ିବା ମୁଁ ବହୁତ କମ୍। ମୁଁ ନିଜେ ଅଙ୍ଗେ ଲଗେଇଲି, ଏମିତି କେହି କରିବେନି। ମାନେ ବିନା ସ୍ୱାର୍ଥରେ ଯଦି କିଏ ଭଲ ପାଏ ନା, ସିଏ ହେଉଛି ବାପା ମାଆ। କିନ୍ତୁ ଏମାନେ କେମିତି ସ୍ୱାର୍ଥପର ହେଇଗଲେ, ଚିନ୍ତା କଲେନି ଆଗକୁ ଆମ ପୁଅ ରହିଲେ ଆମକୁ ଦେଖିବ, ଆମର ତ ଆଉ କେହି ସାହା ଭରସା ହେଇନାହାନ୍ତି। ମାନେ ଭାବନ୍ତୁ କେତେ କଷ୍ଟ ଲାଗେ ଯେଉଁ ସମୟଟାରେ ମାନେ ବାପା ମାଆ ଏମିତି କରିପାରନ୍ତି। ମାନେ ଯେଉଁ ସମୟରେ ପୁରା ତାଙ୍କର ଅଧିକ ଦରକାର ଥାଏ, ସେ ଟାଇମ୍ରେ ମାନେ କି ସିଚୁଏସନ୍ ହେଇନି ନା, ଅଲଗା କରିକି ବି ଖାଇଛନ୍ତି। ମାନେ ଭଗବାନ ଜାଣନ୍ତି ସେମାନଙ୍କର ମାନେ ଚିନ୍ତାଧାରା, ମାନେ କେମିତି ବାପା ମାଆ ଏମିତି କରିପାରନ୍ତି। ମୁଁ ତ କହୁଛି, ମୋ ପିଲାଙ୍କ ପାଇଁ ମୋ ଜୀବନ ଯଦି ଦେବାକୁ କିଏ କହିବ ନା, କହିବା ଦରକାର ନାହିଁ। ମୋ ପିଲାଙ୍କ ପାଇଁ ମୋ ଜୀବନ ମୁଁ ଖୁସିରେ ଖୁସିରେ ଦେଇଦେବି। ଆଉ ମୋ ସ୍ୱାମୀ ପାଇଁ ମୋର ବାକି ଯାହା ଅଛି, ଯଦି ଭଗବାନ କହିବେ ମୁଁ ଏତିକିରେ ତାଙ୍କ ଦେହ ମୁଣ୍ଡ ଭଲ ଥାଉ, ଯଦି ଦରକାର ପଡ଼େ ମୋ ଜୀବନ ବି ମୁଁ ଦେଇଦେବି ତାଙ୍କ ପାଇଁ। କେବେ ବି ମୁଁ ତାଙ୍କର କିଛି କ୍ଷତି କରିବାକୁ ଦେବିନି। ମୁଁ ଯେ ପର୍ଯ୍ୟନ୍ତ ବଞ୍ଚିଛି ନା, ତାଙ୍କର କିଛି ବି ହେବାକୁ ଦେବିନି। ଆଉ ମୋ ପିଲାଙ୍କୁ ମଣିଷ କରିବା ପାଇଁ ମୁଁ ଯେକୌଣସି ପରିସ୍ଥିତିକି ଯାଇପାରିବି। କିନ୍ତୁ ମାନେ କେମିତି ଏମିତି କରିପାରନ୍ତି? ଡକ୍ଟର ସେମାନେ ଜାଣିଛନ୍ତି, ସେମାନେ କହିଦେଇଥିଲେ ଆମକୁ, କିନ୍ତୁ ମୋର ବିଶ୍ୱାସ ହେଲାନି। ମୁଁ କହିଲି ନା, ବାପା ମାଆ କେବେ ଏମିତି କରିବେନି। ହଁ, ବୋହୂ ପ୍ରତି ଅନ୍ୟାୟ କରିପାରନ୍ତି, କିନ୍ତୁ ନିଜ ପୁଅ ପାଇଁ ଏଇଟା ଅସମ୍ଭବ। କିନ୍ତୁ ମୁଁ ନିଜେ ରିଅଲାଇଜ୍ କଲି, ମୁଁ ନିଜ ଆଖିରେ ଦେଖିଲି, ମାନେ ମୋ ମାନେ ଏମିତି ବି ବାପା ମାଆ କରିପାରନ୍ତି। ତେଣୁ ଆଜିକାଲି ଦୁନିଆରେ କାହାକୁ ଭରସା କରନ୍ତୁନି, କେହି ବି ନୁହଁ କାହାର। ବାପା ମାଆ ବି ନିଜ ସ୍ୱାର୍ଥ ଦେଖିନାହାନ୍ତି, ଆଉ ଦୁନିଆରେ କାହାକୁ ଭରସା କରିବ? ମାନେ ସବୁବେଳେ ଚିନ୍ତା କରିବ ନା, ଯଦି 5 ଟଙ୍କା ରୋଜଗାର କରୁଛ ନା, ସେଥିରୁ 2 ଟଙ୍କା ଖାଇକିନା 3 ଟଙ୍କା ବଞ୍ଚେଇବା ପାଇଁ। କାହିଁକିନା କାଲି ଯେତେବେଳେ ଅସୁବିଧା ପଡ଼ିବ ନା, କେହି ପିଠିରେ ପଡ଼ିବେନି ତମର ଆସିକି। ଯଦି ତମ ହାତ ଯିଏ ଧରିଥିବ ସେଇ ଘାଣ୍ଟି ହେବ, ବହୁତ ଜାଗାରେ ସେମାନେ ବି ଛାଡ଼ିକି ପଳାଉଛନ୍ତି। କିନ୍ତୁ ଯଦି ସତରେ ସେ ତମକୁ ମାନେ ତାର ସବୁ କିଛି ମାନି ଦେଇଥିବ ନା, ସିଏ ତମକୁ କେବେ ଛାଡ଼ିକି ଯିବନି। ଆଉ ତମର ସବୁ ପରିସ୍ଥିତିରେ ତମ ସାଥ୍ ଦେବ, ସୁଖ ଦୁଃଖ ଯାହା ବି ହଉ। କିନ୍ତୁ ଏମିତି ବି କରନ୍ତୁନି। ମୁଁ ସମସ୍ତଙ୍କୁ ହାତ ଯୋଡ଼ି କରୁଛି, ଯଦି ଜଣଙ୍କର ଆଜି ଅସୁବିଧା ପଡ଼ୁଛି ନା, କେବେ ବି ତାକୁ ଅସୁବିଧା ବେଳେ ଦୂରେଇ ଦିଅନ୍ତୁନି ପାଖକୁ। କାହିଁକିନା ସେ ଲୋକଟା ନା ବହୁତ ଆଶ୍ରାହୀନ ହେଇଯିବ। ମୁଁ ଯେତେବେଳେ ଆଙ୍କ ସାମ୍ନାରୁ ପଳେଇ ଯାଉଥିଲି ନା, ତାଙ୍କ ଆଖି ସାମ୍ନାରୁ 5 ମିନିଟ୍, ସେ ଲୋକଟା ନା ବହୁତ ମାନେ ପୁରା ଭାଙ୍ଗି ପଡ଼ୁଥିଲା। ମାନେ ତାକୁ ଯେମିତି ଲାଗୁଥିଲା ସତେକି ମାନେ ମୋର କେହି ନାହାନ୍ତି। ସେ ଟାଇମ୍ରେ ସେ ଏମିତି ଅନୁଭବ, କିନ୍ତୁ ମୁଁ ତାଙ୍କୁ କେବେ ବି ମାନେ ତାଙ୍କ ସାମ୍ନାରେ ବି କାନ୍ଦେନି। ନା, ଲୋକଟା ଭାଙ୍ଗି ପଡ଼ିବ ନା, ମୁଁ ସବୁବେଳେ ବଳେ ତମର କିଛି ହେଇନି, ମୁଁ ଅଛି ନା, କିଛି ହେବନି ତମର। ଆଜି ଭଗବାନ ବି ମୋର ଦୁଃଖ ସହି ପାରିଲେନି। ମାନେ ତାଙ୍କୁ କଷ୍ଟ କଳେ ବଳେ କୌଶଳେ କହନ୍ତିନି, ମୁଁ ନିଜେ କିଡ଼ନୀ ଦେଇ ନିଜେ ସବୁ ଜିନିଷ ମ୍ୟାନେଜ୍ କରି, ଗୋଟେ ସ୍ତ୍ରୀ ଯଦି ଚାହିଁବ ନା, ତା ସ୍ୱାମୀକି ମରଣ ମୁହଁରୁ ବି ଫେରେଇ ଆଣିପାରିବ। କାହିଁକିନା ଏଇଟା ବି ଶାସ୍ତ୍ରରେ ଲେଖା ଅଛି, ଆଉ ସେଇଟା ମୁଁ କରିକି ବି ଦେଖେଇଛି। ଭଗବାନ ଯଦି ମାନେ ତମେ ଯଦି ଚାହିଁବ, ମାନେ ନିଶ୍ଚିନ୍ତ ପାରିବ। ଆଉ ଯଦି ସେ ଲୋକଟାର ହାତ ଛାଡ଼ିଦେବ ନା, ତାର କେହି ନଥିବେ ସବୁ ଜାଗାରେ ନା। ମୁଁ ଗୋଟେ କଥା ରିକ୍ୱେଷ୍ଟ କରୁଛି ସବୁ ବାପା ମାଆଙ୍କୁ, ଏମିତି କେଉଁ ପୁଅ ସାଥିରେ କରନି କାଲି ଯେମିତି ମାନେ ବାପା ମାଆଙ୍କ ଉପରୁ ନା ମାନେ ପିଲାମାନଙ୍କର ଭରସା ଉଠିଯିବ ଯେ ନାଇଁ ଏମାନେ ଆମ ସାଥିରେ କିଛି କରିବେ ବୋଲି। ଜମା ଏତେ କଷ୍ଟ ମାନେ ଲାଗେ ସେ ଟାଇମ୍ରେ ନା, ସବୁବେଳେ ଆଶ୍ରୟ, ସମସ୍ତଙ୍କୁ ହାତ ଯୋଡ଼ି କହୁଛି, ବାସ୍
ଖାଲି ମାନେ ଯଦି ଜଣଙ୍କ ଦୁଃଖ ପଡ଼ୁଛି ନା, ତା ଦୁଃଖ ପାଖରେ ଠିଆ ହୁଅନ୍ତୁ। ତାକୁ ତମ ଦ୍ୱାରା ଯଦି ଯେତିକି ହେଇପାରୁଛି ନା ତମେ କର। ଦେଖ, ଆମେ କାହାକୁ ମଣିଷ ଜୀବନ ଦେଇପାରିବାନି, ଆମ ପାଖରେ ଅଧିକାର ନାହିଁ ସେତିକି, ଭଗବାନ ଆମକୁ କିନ୍ତୁ ଆମ ପାଖରେ ଏମିତି କିଛି ଜିନିଷ ଅଛି ଯେମିତି ଆମେ ଜଣକୁ ବଞ୍ଚେଇ ପାରିବା। ଆମେ କାନ୍ଦିଲେ କିଛି ହବନି, ଆମ ପାଖରେ ଅପସନ୍ ଅଛି। ଯଦି ଜଣେ ଆମେ ଗୋଟେ କିଡ଼ନୀ ଦେଇକି ଜଣେ ବଞ୍ଚି ପାରୁଛି, ତାହେଲେ କାହିଁ ଦେବାନି? ହଁ, କଷ୍ଟ ହେବ, କଷ୍ଟ ହେଲେ କିନ୍ତୁ ଗୋଟେ ଲୋକର ଜୀବନ ବଞ୍ଚିଯିବ, ଆଠୁ ବଡ଼ କଥା ଦୁନିଆରେ କ'ଣ ହେଇପାରେ? କାହିଁକିନା ଗୋଟେ ମଣିଷ ଗୋଟେ କିଡ଼ନୀ ଦେବା ଗୋଟେ ଜୀବନ ଦାନ କେହି ଦିଅନ୍ତିନି, କିନ୍ତୁ ଜଣେ ଗୋଟେ କିଡ଼ନୀ ଦେଇକି ଯେ ଜଣକୁ ବଞ୍ଚେଇ ପାରୁଛି, ଆଠୁ ବଡ଼ କାମ। ମାନେ ତାକୁ ଜୀବନ ଦେଇଦେଲ ତମେ, ଆଠୁ ବଡ଼ କାମ କିଛି ନାହିଁ। ତମ ପାଖରେ ବି ସେତିକି ଶକ୍ତି ଅଛି ଜଣକୁ ବଞ୍ଚେଇ ପାରିବ। ଆମେ ଦିଟା କିଡ଼ନୀ ରଖିକି କରିବା କ'ଣ? ଯଦି ଆମ ପାଇଁ ଜଣଙ୍କ ଜୀବନ ବଞ୍ଚି ଯାଉଛି, ଆମେ ଖୁସିରେ ଦେଇଦେବା କଥା। ଆମେ କ'ଣ କାହାକୁ ବଞ୍ଚେଇ ପାରିବା? ଆମ ପାଖରେ ସେତିକି ଅଛି, କିନ୍ତୁ ଆମ ପାଖରେ ବି ଅଛି, ଆମେ ଦେଇକି ବଞ୍ଚେଇ ପାରିବା। ତେଣୁ କେବେ ବି କାହାକୁ ହାତ ଛଡ଼ା କରୁନା। ଆଜି ତ ମରିବା ତ ନିଶ୍ଚିନ୍ତ, ଆଜି ନହେଲେ କାଲି ମରିବା। ଆଉ କ'ଣ କିଏ ସାରା ଜୀବନ ବଞ୍ଚିକି ରହିଛି? କେହି ବଞ୍ଚିକି ରହିନାହାନ୍ତି। ତେଣୁ ମରିବେ ତ ନିଶ୍ଚିନ୍ତ ସମସ୍ତେ। ଯଦି ଆମେ କିଛି ଭଲ କାମ କରିକି ମରିପାରିବା, ତାହେଲେ ଅସୁବିଧା କ'ଣ ଅଛି? ମରିଗଲେ ତ ସବୁବେଳେ ପାଇଁ ଗଲେ, ଆମ ଜିନିଷଟା ତ ପୋଡ଼ି ଜାଳିକି ନଷ୍ଟ କରିଦେବେ। କିନ୍ତୁ ଆମ ଜିନିଷ ଅଙ୍ଗରେ ଯଦି ଜଣେ ବଞ୍ଚି ପାରୁଛି ନା, ଆମେ ଖୁସିରେ ଦେଇଦେବା। ପ୍ଲିଜ୍ ଦୟା କରିକି ଯଦି ଆପଣଙ୍କ ନିଜ ଲୋକ କିଛି ବି ହେଉଛି ନା, ଖୁସିରେ ଦିଅନ୍ତୁ। ମୁଁ ବି କିଡ଼ନୀ ଦେଇଛି, ଆସିକି 7 ବର୍ଷ ଆମର ଅପରେସନ୍ ହେଇଗଲାଣି। କାହିଁ ମୋର ତ କିଛି ହେଇନି, ମୁଁ ତ ମରିନି। କାହିଁକି? ଯଦି ନିଜେ ସତର୍କ ରହିବ, ଯଦି କିଡ଼ନୀ ଖରାପ ହେବ ନା, ଦିଟା କିଡ଼ନୀ ଖରାପ ହେଇଯିବ, ଗୋଟେ ନୁହଁ। କାହିଁକିନା ବହୁତ କମ୍ ଲୋକ, 100ରୁ 1% ଲୋକଙ୍କର ଜଣାପଡ଼େ ଯେ ଗୋଟେ କିଡ଼ନୀ ଖରାପରେ। କିନ୍ତୁ ଯଦି ୱାନ୍ସ ଗୋଟେ କିଡ଼ନୀ ଖରାପ ହେବ ନା, ସେ ଆଉ ଗୋଟେ କିଡ଼ନୀକି ସାଙ୍ଗେ ସାଙ୍ଗେ ଖରାପ କରିଦେବ ଇନଫେକ୍ସନ୍ କରି। ତେଣୁ ଦୟାକରି ଏମିତି ନଷ୍ଟ କରିଦେବା ଅପେକ୍ଷା ଯଦି ଜଣେ ବଞ୍ଚିପାରିବ ଆମ ଦେହରୁ ଗୋଟେ କିଛି ନେଇକିନା, ଆମେ ଖୁସିରେ ଦେଇଦେବା କଥା। କାହିଁକିନା ସେ ଲୋକଟା ବଞ୍ଚିଗଲେ ନା, ଆମେ ଗୋଟେ ଲାଗିବ, ଆମେ ଗୋଟେ କିଛି ଏତେ ବଡ଼ କାମ କରିବା ଯେ ବହୁତ ବଡ଼ କାମ କରି ଯାଇଛେ। କାରଣ ଗୋଟେ ଜୀବନ ବଞ୍ଚେଇବାଟା ଗୋଟେ ମଣିଷ ହାତର କଥା ନୁହଁ, କିନ୍ତୁ ତା ପାଖରେ ବି ସେତିକି ଶକ୍ତି ଅଛି ଜଣଙ୍କ ଜୀବନ ବଞ୍ଚିପାରିବ। ତେଣୁ ଦୟାକରି ଯଦି ଆପଣଙ୍କର କାହା ନିଜ ଲୋକଙ୍କର କିଛି ଖରାପ ହେଉଛି ନା, ପ୍ଲିଜ୍ ହାତ ଛାଡ଼ନ୍ତୁନି। ସେ ଲୋକର ନା ମଣିଷଙ୍କ ଉପରୁ ଭରସା ଉଠିଯିବ, ଆଉ ସେ କେବେ କାହାକୁ ଭରସା କରିପାରିବନି। ଯଦି ମୋ ଭିଡ଼ିଓଟି ଭଲ ଲାଗୁଛି, ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ।